एमसी टिकेट मिलवाटा कष्ट आउ किसी कथा नहीं ट्रिटमेंट जोटि ऑपरेशन रे लोक भल होना माने समय पड़े से मेडिसिन रे भल हो लोक एमसी एमती सुविधा अच्छी किंतु से टिकेट पाया पहले लोक हार मान माने पूरा जड़े जदि लोक दी जन जाए बहुत कष्ट संभाली माने मेडी से तो पेसेंट होती है समय केमती लाइन ठिया राति सारा केते वेट कर लोक तो जगी जीवन भी चली जाउछ जीवन भी लोक पळे आ ना आपन तो ଆପଣ ମା ଚାଲିଗଲେ କଣ ହେଇଥିଲା ନା ସେମିତି କଣ ଏଇ ଆମର ଯେହେତୁ ବହୁତ ଗୁଡିଏ ବାକି ଋଣ ହେଇଗଲେ ତ ସେଇ ସବୁ ପ୍ରେସର ଋଣ ପାଇଁ କେମିତି କଣ ପାଇଁ ଋଣ କଣ କରିବା ଯେତେବେଳେ ମୁଁ ବି ଏତେଟା ଇଏ କରିନି ନେଇଯାଏ ମୁଁ ବି ଜାଣିପାରିବି ମାକୁ ବେଶୀ ଭଲ ପାଅ ନା ବାପାକୁ ବେଶୀ ଭଲ ପାଅ ବାପାଙ୍କୁ ଭଲ ପାଇଲେ ମା ବେଶୀ ଭଲ ପାଏ ମୁଁ ସବୁ କଥା ମା ଏବେ ବି ମନେ ପଡେ ମା କଥା ସବୁବେଳେ କୋଉ ଦିନ ନାହିଁ ଏମିତି ମନେ ପଡେ ଆପଣ ମୁଁ ଶୁଣିଥିଲି ଆପଣ ନଖି ନାନୀ ନାଟକ ଯୋଉ ସେଇ ମା ପୁଅ ମୋ ମାଙ୍କର ଡାଇଲଗ ସେମ୍ ସେଇ ଟାଇପର କୋଉ ଡାଇଲଗଟା ସେଟା କହିବି କୋଉ ଡାଇଲଗଟା ଦର୍ଶକଙ୍କୁ ଟିକେ ଜଣେଇବେ ପ୍ରାୟ ଡାଇଲଗ ମୁଁ କଣ କହିବି ଆଉ ମୁଁ ସେ ଗୋଟେ ଛୋଟିଆ ଡାଇଲଗ ଗୋଟେ କୋଉ ନଖି ନାନୀ କାଳି ବାପା ଆମର ଯୋଉ ଭାଷା ଗୁଡା କହନ୍ତି ନା ଷ୍ଟାଇଲ କୁହନ୍ତି ସେ ଯୋଉ ଷ୍ଟାଇଲ ଚାଲନ୍ତି ଚାଲି ଚଳନ କଥା କହିବାର ଶୈଳୀ ସେ ଯୋଉ ଡାଇଲଗ ଉଚ୍ଚାରଣ ମୁଁ ସବୁ ମତେ ଦୁଃଖ ଲାଗେ ମୁଁ ଅନେଇ କଣ ମୁଁ ଦେଖିକି ଇମୋସନାଲ ହେଇଯାଏ ମୁଁ ଧୀରେ ରହିଯାଏ ଖାଲି ମା କଥା ମନେ କୌଣସି ଦିନ ନାହିଁ ଯେ ମା କଥା ମନେ ପକେଇ मिछ कहिले पुरस्कार सत कहिले जहरा इसकी काले रिस्की एठी संदेही ओडिया सोफीटे गोटे रोमांटिक गोटे हो ओडिया सोफी पटन प्रेम काले मिथिका कोई कहीं जाने ना प्रेम काले मिथिका कोई कहीं जाने ना फूल बदले मिले भेटी रे से कहते कौन से विषय पचारे कौन कौन रुनुपणा देखी कौन आप मैंने शिखिच कौन कौन गोटे आप ଯେତେବେଳେ ମୁଁ ଗାଉଥିଲି ଗୀତ ଏମିତି ଯାତ୍ରା ଫରମାଇଶ କଲେ ବି ଏତେ ଟାଇମ ଗୀତ ହେଇପାରୁନି ଗାଇପାରୁନି ଦେଖିଲି ରୁନୁ ପଣ୍ଡା ରୁନୁ ପଣ୍ଡା କଥା ତାଙ୍କୁ ମୁଁ ବହୁତ ମାନେ ବହୁତ ଖୁସି ହେଲି ଯେ ଗୋଟେ ଝିଅଟେ ଏତେ କିଛି କରିପାରୁଛି ସେ ମାନେ ପୁରା ପୋକ ହେଇଗଲାଣି ସେ ମେଲୋଡି ଯାତ୍ରାରେ ହଜାର ହଜାର ମାନେ ହଜାର ହଜାର ଦର୍ଶକ ଆଗରେ ଛିଡା ହେଇକି ସେ କିଛି ମାନେ फेस्ट फेस्ट कथा है गीत चालथियो अपने गीत चालथियो से गीत भीतर से गीत वाड़ी जायजो हां माने जो लोकड़ा गोटे कोन गिफ्ट देला से गीत भीतर से गिफ्ट ना कहि दो से गिफ्ट कहि दो से गीत माध्यम रिदम चालथियो सब वसुन भाई जी मते वर्तमान से पाखर अछंती मते वसुन भाई मते बहुत किछि जिनिस मो धरिनियो गां रे बहुत टिकेटी कथा रागी जाय टेंशन हो जाए आ किसी जिन न बुझिकी किसी का कौन कह ये जिन मत बहुत शिखई हठात रागनी ये दुनिया किसी ना रागर हिंसा हिंसा किसी करनी तो से सब मत बहुत कंट्रोल प्रत्येक क्षेत्र में मत गाइड कर गीतर हो कि कौन कम हो कि जेकोसी क्षेत्र में सब पाखे पाखे सब समय रोज मत बहुत किसी शिखा जिन मत बहुत खुशी लगे जाऊ से गोटे भल मनीष आ सी भी बहुत परिवर्तन होती मुझे बहुत किसी शिखुची जाऊ भल मनीष पाई बहुत पाखे अच्छा आगू मत बड़ भाई भाई मानुची से हो जो भी थाए तो बहुत मिस कर क्या न मिस कले भी बसना मिस करी नाम भाई मिस करी अमित भाई आ विपुल सार मते बहुत बढ़िया माने धन्यवाद बहुत भलो मते कहले से बहुत खुशी तो बसना बहुत परिवर्तन है ताकर वीडियो देखिबे सी कोन थिले कोन हेजिनी सत्य कथा माने सत कथा कहूँ मु तो बहुत माने जी जति मोर फ्रेंड्स अच्छा मोर यूट्यूब फ्रेंड्स मोर परिवर्तन वाला मनुष्य एमती परिवर्तन बहुत खुशी लागला जाऊ एमती मनुष्य हे पारेनी परिवर्तन हे पारेनी
ମାନେ ବହୁତ ଏଇଟା ମାନେ ଏଇଟା ଠାକୁରଙ୍କୁ ଧ୍ୟାନ ଠାକୁରଙ୍କୁ ଯେକୌଣସି ଠାକୁରଙ୍କୁ ଡାକ ତାକୁ ଯଦି ଦିଲସେ ରଖିଦେଲେ ତାହେଲେ ସବୁବେଳେ ପାଇଁ ଆପଣଙ୍କୁ ସିଏ ଠିକ ରାସ୍ତାରେ ନେଇକି ଯିବ। ଏଇଟା ମୋର 100% ଗ୍ୟାରେଣ୍ଟି। ଆଉ ଠାକୁରଙ୍କୁ ନ ଡାକି ହଁ ଭଗବାନ ଅଛି ତ ଆଉ ଅସୁବିଧା ପଡ଼ିଲେ ଡାକିବା ଆଉ କାହିଁ ଅସୁବିଧା ପଡ଼ିଲେ ମନ୍ଦିର ଯିବା, ବାର ଆସିଲେ ମନ୍ଦିରକୁ ଯିବା, ସୋମବାର ଆସିଲେ ସେମିତି ତ ଭାଇ ଠାକୁରଙ୍କୁ ଡାକ ସବୁବେଳେ ଡାକ ସକାଳ ସନ୍ଧ୍ୟା 5 ମିନିଟ୍ ଟାଇମ କାଟ। ନାଇଁ ଭଗବାନ ଅଛନ୍ତି, ମୁଁ ବେଶୀ କହୁନି 5 ମିନିଟ୍ ଟାଇମ କାଟ ଠାକୁର ଯେକୌଣସି ଠାକୁରଙ୍କୁ ଗୋଟେ ଠାକୁର ଡାକ 5 ମିନିଟ୍ ଡାକିବାର ଦିଲସେ ଡାକ ଦେଖନ୍ତୁ ଆପଣ ନିଶ୍ଚୟ ସଫଳ ହେଇକି ଠିକ ରାସ୍ତାରେ ଯିବେ, ଠିକ ରାସ୍ତାରେ ପହଞ୍ଚିବେ, ଠିକ ରାସ୍ତାରେ ଭଗବାନ ଆପଣଙ୍କୁ ପହଞ୍ଚିବେ। ଏଇଟା ମୋର 100% ଗ୍ୟାରେଣ୍ଟି। ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। କେମିତି ଅଛନ୍ତି ସମସ୍ତେ? ଭଗବାନ ସେମିତି ସମସ୍ତଙ୍କୁ ଭଲ ରଖନ୍ତୁ। ଆଜିର ଭିଡ଼ିଓଟା ହଉଛି କିଛି ଅଲଗା କିଛି କଳାକାରକୁ ନେଇକି କିଛି ଆମର ସୂର୍ଯ୍ୟ ମନ୍ଦିର ମ୍ୟୁଜିସିଆନ ଜଣେ ନୂଆ କଳାକାର ଆଉ ତାଙ୍କୁ ଆଜି ବାଇଟ ପଚାରିବା ତାଙ୍କ ବିଷୟରେ, ତାଙ୍କ ଫ୍ୟାମିଲି ବିଷୟରେ, ତାଙ୍କ ଯାତ୍ରା କେମିତି ଜର୍ଣ୍ଣି କେମିତି ଆରମ୍ଭ ହେଇଥିଲା। ତ ସେ ହଉଛି ଆମର ଏ ସୂର୍ଯ୍ୟ ମନ୍ଦିରର ମେଲ୍ ସିଙ୍ଗର ଆଉ ସେ ହାଇଦର ନାଟକରେ ତାଙ୍କର ପୁରା ବେଷ୍ଟ ଗୀତ ଉପରେ ହାଇଦର ନାଟକ ଏ ବର୍ଷ। ଆଉ ଭାଇଙ୍କୁ ଆଜି ଆମେ କଥା ହେବା ତାଙ୍କର ଫ୍ୟାମିଲି ବିଷୟରେ ପଚାରିବା, ଯାତ୍ରା କେମିତି ଆସିଲେ, କଣ କେମିତି ଆସିଲେ। ଆଉ ଆପଣମାନେ ଆଉ ଡେରି କରିବାନି, ଚାଲନ୍ତୁ ଯିବା ଦେଖିବା। ଆଉ ସେ ହଉଛି ଆମର ଭାଇ ବସୁଛନ୍ତି ପାଖରେ, ଆଉ ସେଇ କୁଇନ ଆପଣଙ୍କ ସେଇ ଫେଭରେଟ ସେଇ ସାଗର ଭାଇ। ସାଗର ଭାଇଙ୍କୁ ପଚାରିବା ତାଙ୍କର ସିଙ୍ଗର କେମିତି ହେଲେ, କେମିତି ଜର୍ଣ୍ଣି ଥିଲା, ଗୀତ ଗାଇବାର ଆଗରୁ କଣ କରୁଥିଲେ, ତ ସବୁ ଆଜି କିଛି ତାଙ୍କୁ ବାଇଟ୍ ନେବା। ତ ଚାଲନ୍ତୁ ଡାଇରେକ୍ଟ କଥା ହେବା, ଆଉ ଲେଟ୍ କରିବାନି, ଚାଲନ୍ତୁ ଯିବା। ହଁ ସାଗର ଭାଇ ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଆମ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ। ଆଉ ଆପଣ କେମିତି ଅଛନ୍ତି? ଦେହ ସବୁ ଭଲ ତ? ଭଲ ଅଛି। ଆଚ୍ଛା, ଘରେ ସବୁ ଭଲ ଅଛନ୍ତି ତ? ହଁ, ଘରେ ସବୁ ବହୁତ ଭଲ। ଆଉ କେମିତି ଆପଣ ଯାତ୍ରାକୁ ଆପଣ ମାନେ କଳାକାରକୁ କେମିତି ଚୁଜ୍ କଲେ? ଆପଣଙ୍କ ଘରେ କିଏ କଳାକାର ଥିଲେ ନା ଆପଣ? ଜେଜେବାପା କଳାକାର, ଦାଦା ବାପା କଳାକାର, ଫ୍ୟାମିଲି ଆମର କଳାକାର। କଳାକାର ମାନେ କଣ କରନ୍ତି? ଆମର କଳାକାର ହିଁ ଭାବିଛୁ ଆମେ ମତ୍ସ୍ୟଜୀବୀ। ଆମର ଆପଣଙ୍କ ଘରଟା କୋଉଠି? ପ୍ରପର ଘର? ପାରିକୁଦ। ପୁରୀ କୃଷ୍ଣ ପ୍ରସାଦ ମାଲୁ ପାରିକୁଦ। ଆପଣ ଡିଷ୍ଟ୍ରିକ୍ଟ? ଚିଲିକା। ଆମର ଡିଷ୍ଟ୍ରିକ୍ଟ ପୁରୀ। ପୁରୀ ଡିଷ୍ଟ୍ରିକ୍ଟ ନେଇ। ଚିଲିକାରେ ଆମର। ହେଲେ ଏଇ ଯୋଉ ଆପଣ କେତେ ପଢିଛନ୍ତି ପାଠ? ଗ୍ରାଜୁଏସନ। ଆଉ ଏଇ ଯୋଉ କଳା ଲାଇନ କେମିତି ଚୁଜ୍ କଲେ? କଳା ତ ଆମର ଫ୍ୟାମିଲିରେ ଆଗରୁ ହିଁ ଅଛି। ତ ମୁଁ ବି ଛୋଟବେଳେ ଗୀତ ଗାଉଥିଲି, ତ ସମସ୍ତେ ପସନ୍ଦ ଲାଗିଲା। ମୁଁ ବି ଆକ୍ଟିଂ କରେ, ଛୋଟ ଛୋଟ ଡ୍ରାମାରେ ବି ଯାଏ। ଯେତେବେଳେ ସ୍କୁଲ କ୍ୟାରିୟର ସମୟରେ? ସ୍କୁଲ ସମୟରେ ନା କଲେଜ ସମୟରେ? ସ୍କୁଲ ସମୟରେ ଯାଏ। ସ୍କୁଲ ପରେ ପରେ ବି ଆମର ଗୋଟେ ସେତେବେଳେ ସଂସ୍ଥା ଥିଲା ଯୋଉଟା ରେଡ୍ କ୍ରସ୍ ପ୍ରେମ ପ୍ଲାନ, ସମସ୍ତେ ଜାଣନ୍ତି। ଗାଁ ମାନଙ୍କର ସବୁ କିଛି ପରିବେଶ ବିଷୟରେ ଶିକ୍ଷା ଦିଅନ୍ତି। ଏଡ୍ସ ମାନେ ବିଭିନ୍ନ ପ୍ରକାର ସବୁ ରୋଗ ବିଷୟରେ ସବୁ ଗାଁ ବିଷୟରେ ସେଟା ଡ୍ରାମା ହିସାବରେ କରିକି। ଆଉ ମୁଁ ଗାଁରେ ଆମର ପୌରାଣିକ ନାଟକ ହୁଏ, ତ୍ରିନାଥ ମେଳା, ଗୀତ ନାଟ୍ୟ ହୁଏ, ବହୁତ କିଛି ସେଥିରେ ମୁଁ ଆକ୍ଟିଂ କରେ। ସମସ୍ତେ ବହୁତ ପସନ୍ଦ କରନ୍ତି। ଭଲ। ତ ଆପଣ ଆକ୍ଟିଂ ଲାଇନରେ ଚୁଜ୍ କଲନି, ଗୀତ ଲାଇନ, ସିଙ୍ଗର ଲାଇନ କାହିଁକି ଚୁଜ୍ କଲେ? ବହୁତ ମାନେ ଗୀତଟା ବେଶୀ ସମସ୍ତଙ୍କର ବହୁତ ପସନ୍ଦ ଲାଗେ। ଗୀତ ଭଲ ଲାଗିଲା, ମୋର ବି ଇଚ୍ଛା ଥିଲା ମୁଁ ବି କିଛି କରିବା ପାଇଁ, ମାନେ କିଛି ଗାଁର ସମ୍ମାନ ପାଇଁ। ମୁଁ ବି ଚାହୁଁଥିଲି କିଛି କେମିତି ଗାଁ ଲୋକ ମାନେ ଆମର କଳାଟା କେମିତି ଅଧିକ ପରିମାଣ ଇଏ ହବ। ସମସ୍ତେ ଚାହାନ୍ତି ମୋ ମାଧ୍ୟମରେ କିଛି ଆମର ଗର୍ବ ଗୌରବଟା ରହିବା ପାଇଁ। ଫ୍ୟାମିଲିରେ ବି ସେମିତି ଚାହୁଁଥିଲେ। ମତେ ସେମାନେ କହିଲେ ନାଇଁ ତୁ ଚେଷ୍ଟା କର, ହବ ନିଶ୍ଚୟ। ସପୋର୍ଟ କରୁଛନ୍ତି ସାଙ୍ଗମାନେ, ପରିବାର। ଆପଣ ଗୀତ କେତେ ବର୍ଷର ଗୀତ ଆରମ୍ଭ କଲେ, ଶିଖିଲେ ଗୀତ କୋଉଠୁ ଶିଖିଲେ? ଆପଣଙ୍କ ଗୁରୁ କିଏ? ଚତୁର୍ଥ ପଞ୍ଚମ କ୍ଲାସରେ ପଢୁଥିଲି ସେତେବେଳେ ଦୁଷ୍ମନ୍ତ ମାମୁଁ ହୁଏ, ମାମୁଁ ଲେଖା ହୁଏ, କିନ୍ତୁ ସେ ଗୀତ ଶିଖଉଥିଲେ ଉପେନ୍ଦ୍ର ମାମୁଁ ହେବେ। ଆଉ ନିଜ ଦାଦା ବି ମୋର ଥିଲେ ଜଗନ୍ନାଥ ଦାସ, ନିରାକାର ଦାସ, ମାନେ ଗୀତ ଗାଆନ୍ତି। ତ ସେମାନେ, ମୋ ଦାଦା ବି ପାଲା ଗାୟକ, ଜଣେ ଭଲ ପାଲା ଗାୟକ, ନାଁ କରିଛନ୍ତି, ବହୁତ ବଢିଆ ନାଁ। ତ ସେମାନେ ଦେଖିଲେ ମୁଁ ଗୀତ ଗାଉଛି, ତ ମତେ ବହୁତ ପ୍ରୋତ୍ସାହିତ ଦେଲେ ଗାଇବା ପାଇଁ, ବହୁତ ଚେଷ୍ଟା କର, ଆଉ ଟିକେ ଆଗକୁ ଯାଅ, ବହୁତ ଖୁସି ହେଲେ। ତ ମୁଁ ଧୀରେ ଧୀରେ ଗାଇଲି। ମୁଁ ସମସ୍ତେ ବି ମତେ ସପୋର୍ଟ କଲେ, ଚେଷ୍ଟା କଲି, ମୁଁ ଗାଇଲି। ତା ମଧ୍ୟରେ ମୁଁ କିଛି ଇନକମ୍ କଲି, ମାନେ ଘର ତ ବହୁତ ଅସୁବିଧା ମାନେ ଥିଲା। ଆପଣ ଗୀତ ଶିଖିଲେ ତାଙ୍କଠୁ ଶିଖିଲେ ଆଉ? ହଁ, ସେମିତି କୋର୍ସ କରିନି, କିନ୍ତୁ ସେମାନଙ୍କ ଠାରୁ ମୁଁ ଯେତିକି ଶିଖିଛି ନର୍ମାଲି ଭାବରେ ସେମାନେ ଆଉ ଏମିତି ମାନେ ଏମିତି ଭୋକାଲରେ ଯୋଉ ଗୁରୁ ଅଛନ୍ତି, କୋର୍ସ ଅଛି ଯୋଉ ଏମିତି ଭୋକାଲ ଶିଖିବା ପାଇଁ, ନୋଟିସନ କି ସାରେଗାମା ପାଇଁ ଶିଖିବା ପାଇଁ, ସେମିତି ଆପଣ? ବହୁତ ଇଚ୍ଛା, ମୋର ଗୋଟେ ସବୁଠୁ ବଡ ଅଫସୋସ,
ମୋର ପରିସ୍ଥିତି ସେମିତି ଅଲଗା ଆପଣ ପ୍ରକାର। କିଛି ଶିଖିନାହାନ୍ତି ସେମିତି ହଁ ନୁହେଁ କି? ସେମିତି କିଛି, କିନ୍ତୁ ମୁଁ ଚେଷ୍ଟା କରିଥିଲି ଯେତେବେଳେ ଏବେ 7 ବର୍ଷ ତଳେ ଚେଷ୍ଟା କରୁଥିଲି ଶିଖିବା ପାଇଁ। ମୋ ଭାଇ ଦେହ ଟିକେ ଖରାପ ଥିଲା, ତ ତାର ସାନ ଭାଇ ଟିକେ ହାର୍ଟ ପେସେଣ୍ଟ, ଏମିତି 10-12 ବର୍ଷ ତାର ମେଡ଼ିକାଲ ଟ୍ରିଟମେଣ୍ଟ ବହୁତ ହେଲା। ସେଇଥିରେ ମୁଁ ଟିକେ ବ୍ୟସ୍ତ ବିବ୍ରତ ରହେ। ଘରେ ବି ଯେହେତୁ ଇନକମ୍ ସୁବିଧା ନଥିଲା, ସେଥିପାଇଁ ବାଧ୍ୟ ହେଇକି ମୁଁ ପ୍ରୋଗ୍ରାମ କଲେ ତ ଚଳିବ ନା। ମୁଁ ଗୀତ ଶିଖିବାକୁ ଯେତେବେଳେ ଯାଏ ମୁଁ ଟାଇମ୍ ଦେଇପାରେ, ମାନେ ସପ୍ତାହକୁ 1 ଦିନ 2 ଦିନ ଗଲେ ତ ହବନି, ତାର ବିରକ୍ତ ହେବ। ତ ମୁଁ ବାଧ୍ୟ ହେଇକି ଯାଉଥିବାର ପୁଣି କିଛି ବୁଝିପାରେନି, କେମିତି ବୁଝିବି କ'ଣ, ତ ଇଏ ମାସେ 2 ମାସ ଶିଖିଲେ ତ ବୁଝି ହବନି। ରେଗୁଲାର ଗଲେ ହଁ ରେଗୁଲାର ଗଲେ ବହୁତ ବୁଝିବେ ଇଚ୍ଛା, ନା। କିନ୍ତୁ ସାର୍ କିନ୍ତୁ ମୋତେ ବହୁତ ଭଲ ପାଆନ୍ତି। ଯୋଉଠି ଯାଇଥିଲି ଶିଖିବା ପାଇଁ, ଗଣେଶ ସାର୍, ଗଣେଶ ପଟ୍ଟନାୟକ ବ୍ରହ୍ମପୁର, ତାପରେ ସୁଭାଷ ଦାସ, ଆମେ ଜାଣିଛନ୍ତି ସୁଭାଷ ଦାସ ମହାଭାରତ ଗୀତ ଗାଇଛନ୍ତି। ସୁଭାଷ ଦାସ କଟକ ଯାଇଥିଲି, ଏ 2-4 ମାସ ବେଶୀ ସମୟ ଶିଖିନି। ବହୁତ ଭଲ ପାଆନ୍ତି ସେମାନେ, ଗୀତ ଭଲ ଗାଉଛୁ ଆଉ ଟ୍ରାଏ କରେ, କିନ୍ତୁ ମୁଁ କ'ଣ କରିବି, ପଇସା ପାଖରେ ନାହିଁ। ଇଆଡ଼େ ଯଦି ପଇସା ପାଇଁ ଟ୍ରାଏ କରୁଛି, ଘର ଚଳିବା ପାଇଁ ହଉନି, ସବୁଆଡ଼େ ଇଏ କରୁଛି, ସେଇଟା ମୋର ବହୁତ ବଡ଼ ଅଫସୋସ। ଶେଷରେ ମୁଁ ଯାଇଥିଲି ଭଞ୍ଜନଗର, ଚନ୍ଦ୍ରଶେଖର ଆଚାର୍ଯ୍ୟ ସାର୍, ସେଠି ମୋତେ ଟିକେ କିଛି ଭଲ, ମାନେ ଯେମିତି ସ୍କେଲ ଜ୍ଞାନ କିଛି ଶିଖିବା ପାଇଁ, ସେଇଠି କିଛି କିଛି ପାଇଲି ଯେ ତ ଏମିତି ବହୁତ ଜିନିଷ ଅଛି, ମୁଁ କିଛି ବୁଝିପାରୁନଥିଲି, ଜାଣିପାରୁନଥିଲି। ତାପରେ ମୋର ଆଗ୍ରହ ବଢିଗଲା ସତ, କିନ୍ତୁ ଘର ପରିସ୍ଥିତି ଯୋଗୁଁ କିଛି ଆଉ କରିପାରୁନି। ଚେଷ୍ଟା କରୁଛି, ଆଗକୁ ମୁଁ କରିବା ପାଇଁ ଭାବୁଛି, ଦେଖାଯାଉ। ତ ଘରେ କିଏ କିଏ ଅଛନ୍ତି ଏବେ ସବୁ? ଘରେ ବାପା ଅଛନ୍ତି, ସାନ ଭାଇ ଅଛି, ଆଉ ସାନ ପୁଅଟି ବି ଅଛି, ତ ସ୍ତ୍ରୀ ଅଛି। ମା ବାହାଘର ପରେ ମା